ଦେଖନ୍ତୁ କିଟ୍ ବିଶ୍ୱବିଦ୍ୟାଳୟ ଓଡ଼ିଶାର ଏକ ଖ୍ୟାତନାମା ବିଶ୍ୱବିଦ୍ୟାଳୟ। ଏହାର ଆନ୍ତର୍ଜାତିକ ସ୍ତରରେ ବହୁତ ଖ୍ୟାତି ରହିଛି। ତେଣୁ ଆମେ ଯାହା ଅନୁଭବ କଲୁ, ଯାହା ଦେଖିଲୁ, କିଛି ଦୁର୍ଘଟଣା ସେଥିରେ ଘଟିଗଲା। ଏମିତି ବହୁତ ଛୋଟ ବଡ଼ ଜିନିଷ ଆସେ, ଘଟଣା ଘଟେ। ତେଣୁ ସେ ସବୁର ସମସ୍ୟାର ସମାଧାନ କରିବା ଆମର ଦରକାର। କାରଣ ଏହା ଯୋଗୁଁ ଓଡ଼ିଶା ନିନ୍ଦିତ ନ ହେଉ, କାରଣ ସେଠି ବହୁତ ଇଣ୍ଟରନ୍ୟାସନାଲ ସ୍ତରର ଯେଉଁ ସମ୍ପର୍କ ରହିଛି ବା ଓଡ଼ିଶା ସହିତ। ତେଣୁ ମୁଁ ତାକୁ ସେହି ଅନୁପାତରେ ଦେଖିବା ପାଇଁ ଚାହେଁ। ଯେତେବେଳେ କୌଣସି ଗୋଟେ ବିଶ୍ୱବିଦ୍ୟାଳୟରେ ଘଟଣା ଘଟିଛି, ତାକୁ ଆମେ ଅତିରଞ୍ଜିତ ନ କରି, ତାକୁ ଆମେ ବହୁତ ଜିନିଷ ନ ବଢ଼େଇ ତାକୁ ସେହି ସ୍ତରରେ ରଖିବା ଦରକାର ଏବଂ ତା'ର ସମସ୍ୟାର ସମାଧାନ ହେବା ଦରକାର। ସେଥିପାଇଁ ଘଟଣାଟା ତ ଘଟିଯାଇଛି, ତେଣୁ ଆମେ ତାକୁ ଆଉ ନ ବଢ଼େଇବା ପାଇଁ ମୁଁ ଅନୁରୋଧ କରିବି। ଓଡ଼ିଶା ସରକାର ଏବଂ ଭାରତ ସରକାର ଏ ଦିଗରେ ଯତ୍ନବାନ ହୁଅନ୍ତୁ। ତେଣୁ କିଟ୍ ବିଶ୍ୱବିଦ୍ୟାଳୟ ଭିତରେ ରାଜନୀତି ନ ପଶୁ। ଆମର ସାଧାରଣ ଲୋକ ହିସାବରେ ଆମର ଏତିକି ମତ, ଯେତେବେଳେ ଏହାର ସୁନାମ ଥିଲା ଏବଂ ବହୁତ ସୁନାମ ମଧ୍ୟ ରହିଛି, ତେଣୁ ତାହାକୁ ବାହାରେ ବଦନାମ କରାନଯାଉ। ସେ ଘଟଣାର ସମସ୍ୟାର ସମାଧାନ ସେଇଠି କରାଯାଉ ଏବଂ ଏହାକୁ ରାଜନୀତି ନ କରିକିରି ଏହାର କେମିତି ସୁସମାଧାନ ହେବ ସେ ଦିଗରେ ସରକାର ଚେଷ୍ଟା କରନ୍ତୁ। ଦେଖନ୍ତୁ, ଦୁନିଆରେ କୌଣସି ବି ଜିନିଷ 100% ପରଫେକ୍ଟ ଆମେ କହିପାରିବାନି। ସବୁ ଜିନିଷରେ ଭଲ ଖରାପ ସବୁ ପ୍ରକାର ରହିଛି। ନିଶ୍ଚିତ ଯୋଉ ଘଟଣା ଘଟିଛି ତାହା ନିନ୍ଦନୀୟ, କିନ୍ତୁ ଏଥିରେ ଯେମିତି ରାଜନୈତିକ ହସ୍ତକ୍ଷେପ, ଧର୍ମର ହସ୍ତକ୍ଷେପ ୟାକୁ ନ କରାଯାଇ ଏହାର ଠିକରେ ତଦନ୍ତ କରାଯାଉ। ସରକାର ହସ୍ତକ୍ଷେପ କରନ୍ତୁ, ପୋଲିସ ହସ୍ତକ୍ଷେପ କରନ୍ତୁ। ଯେହେତୁ ଏତେ ବଡ଼ ସଂସ୍ଥା, ୟାକୁ ଇଣ୍ଟରନ୍ୟାସନାଲ ଲେବୁଲରେ ଆମେ ବଦନାମ କରିବା ଦ୍ୱାରା ଖାଲି ସଂସ୍ଥାର ବଦନାମ ହେଉନି, ଆମ ଓଡ଼ିଶାର ବି ବଦନାମ ହେଉଛି, ସରକାରଙ୍କର ବି ବଦନାମ ହେଉଛି, ଲୋକଙ୍କର ବି ବଦନାମ ହେଉଛି। ତେଣୁ ୟାକୁ ଠିକ ଉପାୟରେ କରାଯାଉ, ଠିକ ୱେରେ କରାଯାଉ। ଯେମିତି ପୋଲିସ ଦ୍ୱାରା ଇନଭେଷ୍ଟିଗେସନ ହଉ, ସରକାର ହସ୍ତକ୍ଷେପ କରନ୍ତୁ। ଯୋଉମାନେ ଦୋଷୀ ତାଙ୍କ ପ୍ରତି ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯାଉ। ନା, ଏଇଟା ନିଶ୍ଚିତ ନିନ୍ଦନୀୟ ଯୋଗ୍ୟ, ଏଇଟା ଉଚିତ ନୁହେଁ। ୟାକୁ ଠିକ ହିସାବରେ ଯୋଉ ୱେରେ ଇନଭେଷ୍ଟିଗେସନ କରାଯାଉ, ଯିଏ ଦୋଷୀ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହଉଛି। କିଟ୍ କୁ ନେଇକି ଯୋଉଟା ଆମେ କରିଛୁ, ଯାହା ବି ଆମେ କିଟ୍ ପୂର୍ବତନ ଛାତ୍ର ଅଛୁ, କିଟ୍ କୁ ନିନ୍ଦା ନ କରିକି, ରାଜନୈତିକ ଦଳରେ କିଟ୍ କୁ ନ ପୁରେଇକି, ଯାହା ବି ଯିଏ ଦୋଷୀ ଏଥିରେ ତା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ରହିବ। ଯେଉଁମାନେ ଆମେ ପୂର୍ବ ଛାତ୍ର ଅଛୁ କିଟ୍ ର, ତାପରେ କିଟ୍ ଯୋଉ ନେପାଳର ଯୋଉ ଛାତ୍ରୀ ଅଛନ୍ତି ତାଙ୍କର ଯୋଉ ଦୁର୍ଘଟଣାଟି ଏବେ ଘଟିଅଛି, ୟାକୁ ନେଇକି ୟାର ଭିତରେ ଦୋଷୀ ଯିଏ ତାକୁ ହିଁ ଦଣ୍ଡ ଦିଆଯିବ। କିନ୍ତୁ କିଟ୍ ବହୁତ ଦେଶ ବିଦେଶରୁ ତାର କିଟ୍ ର ନାଁ ଅଛି, ଦେଶ ବିଦେଶର ପିଲା ବି ଅଛନ୍ତି, ଏଠୁ ପଢିକି ବହୁତ ପିଲା ବାହାରେ ଯାଇକି ଚାକିରି ମଧ୍ୟ କରିଛନ୍ତି। ମୁଁ ବି ମଧ୍ୟ କିଟ୍ ପ୍ଲେସମେଣ୍ଟ ପାଇକି ମୁଁ ବି ନିଜେ ଚାକିରି କରିଅଛି। ଏହା ଭିତରେ କିଟ୍ କୁ ବଦନାମ ନ କରିକି ଯୋଉମାନେ ଦୋଷୀ ଅଛନ୍ତି ଏଥିରେ ସେମାନଙ୍କୁ ଦଣ୍ଡ ଦିଆଯାଉ। ଦେଖନ୍ତୁ, ଯୋଉ ନେପାଳୀ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି, ନିଶ୍ଚିତ ଏହା ଏକ ଦୁର୍ଭାଗ୍ୟ ଏବଂ ଦୁଃଖଦ କଥା। କିନ୍ତୁ ଯାହା ହେଇଛି, ସରକାରୀ ଯୋଉ ଅନୁଷ୍ଠାନ ଗୁଡ଼ିକ ମଧ୍ୟ ତାକୁ ତଦନ୍ତ ଭାର ଗ୍ରହଣ କଲେଣି ଏବଂ ସଚିବ ସ୍ତରରେ ମଧ୍ୟ ଅଚ୍ୟୁତ ସାମନ୍ତଙ୍କୁ ବ୍ୟକ୍ତିଗତ ଭାବେ ଜେରା ଇତିମଧ୍ୟରେ ହୋଇସାରିଲାଣି। ଆମର ଗୋଟେ କହିବା କଥା ଯେ କିଟ୍ରେ ହଜାର ହଜାର ସଂଖ୍ୟାରେ ଛାତ୍ରଛାତ୍ରୀ, ଆମର ଓଡ଼ିଆ ଛାତ୍ରଛାତ୍ରୀ ମଧ୍ୟ ପଢୁଛନ୍ତି। ବାରମ୍ବାର ଯୋଉ କିଟ୍ ବିଷୟରେ ଯୋଉ ନକାରାତ୍ମକ ଖବର ଯୋଉ ପ୍ରସାରଣ ହେଉଛି, ସେ ପିଲାଙ୍କ କ୍ୟାରିୟର ଉପରେ, ସେ ପିଲାଙ୍କ ପାଠପଢ଼ା ଉପରେ ନିଶ୍ଚିତ ଭାବେ ବାଧା ସୃଷ୍ଟି କରୁଛି।